नमस्कार ମୁଁ ଆପଣଙ୍କର ଡକ୍ଟର ସୁଶାନ୍ତ ଦାସ କଥାକାର ତଥା ଲେଖକ ତଥା ଆପଣଙ୍କର ଗବେଷକ ଏବଂ ଅଧ୍ୟାପକ। ଆଜି ଗୋଟେ ସୁନ୍ଦର ବିଷୟବସ୍ତୁ ନେଇକି ଆପଣମାନଙ୍କ ପାଖକୁ ମୁଁ ଆସିଛି। ଏ କଥାଟା ଗୋଟେ ବୃଦ୍ଧାଶ୍ରମର କାହାଣୀ। ଏ କାହାଣୀରେ ଆପଣମାନେ ନିଶ୍ଚୟ ଗୋଟେ ଭଲ କଥା ଶିଖିବେ ଯେ ଆଜିର ଯୁବ ସମାଜର ମାନସିକତାର ପରିବର୍ତ୍ତନ ଘଟିଛି। ଆଜି କେହି କାହାର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ନୁହନ୍ତି ଏବଂ ଯେତେବେଳେ ଯେଉଁ ଛୁଆଟିକୁ ସେ କଷ୍ଟ କରିକି ପଢେଇକିରି ବଡ କରୁଛି ସେତେବେଳେ ସେ ଛୁଆଟା ଯେତେବେଳେ ବହୁତ ବଡ ହେଇଯାଉଛି ସିଏ ଆଉ ତାଙ୍କ ବାପାଙ୍କର ମାଙ୍କର ଦୁଃଖ ଯନ୍ତ୍ରଣାକୁ ଆଉ ବୁଝିପାରୁନି। ଇଏ ଗୋଟେ ଛୋଟିଆ କାହାଣୀ ମୁଁ ଆପଣମାନଙ୍କୁ ନେଇଛି। ଗୋଟେ କାହାଣୀଟି ଏଇଭଳି ଗୋଟେ ଆଇଏଏସ୍ ଅଫିସରଙ୍କର କଥା। ସେ ଜଣେ ଆଇଏଏସ୍ ଅଫିସର ଜଣକ ଗୋଟେ ଗରିବ ପରିବାରରୁ ବହୁତ କଷ୍ଟ କଲା ପରେ ଜଣେ ଆଇଏଏସ୍ ଅଫିସର ହେଇଛନ୍ତି। କିନ୍ତୁ ଆଇଏଏସ୍ ଅଫିସର ହେଲା ପରେ ସେ ଯାହାକୁ ବାହା ହେଇଛନ୍ତି ସେ ଜଣେ ମିନିଷ୍ଟରଙ୍କ ଝିଅ ଥିଲେ। ସେ ମିନିଷ୍ଟରଙ୍କ ଝିଅ ସେ ଆଇଏଏସ୍ ଅଫିସରଙ୍କର ଦୁଃଖ ଆଉ ଯନ୍ତ୍ରଣା ତ ସେ ଜାଣିନାହାନ୍ତି ବା ଅନୁଭବ କରୁନାହାନ୍ତି। କାରଣ ଗୋଟେ ଅନୁଭବୀ ହିଁ ଗୋଟେ ଅନୁଭବର ମହତ୍ତ୍ୱ କଥା ବୁଝିପାରେ। ଯେତେବେଳେ ତାଙ୍କର ପିଲା ଛୁଆ ଜନ୍ମ ହେଇଛନ୍ତି ସେତେବେଳେ ଆଉ ସେ ତାଙ୍କ ବୃଦ୍ଧା ବୁଢୀ ମା ଆଉ ତାଙ୍କର ଯତ୍ନ ନେବା ପାଇଁ ସେ ସ୍ତ୍ରୀ ଆଉ ଯତ୍ନ ନେବା ପାଇଁ ସମୟ ଦେଇପାରିନାହାନ୍ତି। ତେଣୁ ସେ କହିଛନ୍ତି ଯେ ତମ ବାପା ମାଙ୍କର ଦାୟିତ୍ୱ ତମେ କେମିତି ବୁଝିବା କଥା ବୁଝ। ତେଣୁ ଆଇଏଏସ୍ ଅଫିସର ନିଶ୍ଚୟ ହେଇ ପଡିଛନ୍ତି। ତେଣୁ ସେ ଗୋଟେ ବୃଦ୍ଧାଶ୍ରମ କରିଛନ୍ତି ଏବଂ ବୃଦ୍ଧାଶ୍ରମ କରିଲା ପରେ ସେ ବୃଦ୍ଧାଶ୍ରମରେ ରହିଛନ୍ତି ଆଇଏଏସ୍ ଅଫିସରଙ୍କର ମା ଯିଏ। ରହି ସାରିଲା ପରେ ଯେତେବେଳେ ତାଙ୍କର ନାତି ନାତୁଣୀ ମାନେ ବଡ ହେଇଛନ୍ତି ସେ ପଚାରିଛନ୍ତି ମା ଆଉ ମୋର ଆଈ ମା କୋଉଠି ଅଛନ୍ତି, ଜେଜେ ବାପା କୋଉଠି ଅଛନ୍ତି। ସେତେବେଳେ ସେ ତାଙ୍କର ଯୋଉ ମା ଆଉ ବାବା କହିଛନ୍ତି ଯେ ସେମାନେ ତୀର୍ଥ କରିବାକୁ ଯାଇଛନ୍ତି। କିନ୍ତୁ ଯେତେବେଳେ ସେ ପିଲାଟି ଗୋଟେ ନିର୍ଦ୍ଦିଷ୍ଟ ଘରୋଇ ସ୍କୁଲରେ ପାଠ ପଢୁଥିବା ବେଳେ ଯେତେବେଳେ ସେଇ ନିର୍ଦ୍ଦିଷ୍ଟ ସ୍କୁଲ ଯାଇଛି ଗୋଟେ ଷ୍ଟଡି ଟୁରରେ ଏବଂ ସେ ଷ୍ଟଡି ଟୁରରେ ପହଞ୍ଚିଲା ବେଳକୁ ସେ ତାର ଆଈ ମା ଆଉ ଜେଜେ ବାପାକୁ ଦେଖିଛି ଏବଂ ତାର ଓହଟାକୁ ସେଠି ସମ୍ବରଣ କରିପାରେ ନାହିଁ ଏବଂ ସେ ତାର ଆଈ ମା ଆଉ ଜେଜେ ବାପାଙ୍କୁ ଖୁସିରେ ପାଇକି କୁଣ୍ଢେଇ ପକେଇଛି। ଏ ଗପରେ ଆମେ ଦେଖିଛୁ ଯେ ପ୍ରକୃତରେ ଆଜିକାଲି ପ୍ରକୃତରେ କେତେ ମିଛ ଆଉ ମାୟାରେ ସଂସାର ଚାଲିଛି। ଏବଂ ଯେତେବେଳେ ସେ ତାର ଆଇଏଏସ୍ ଅଫିସର ପୁଅ ସେ ମାକୁ ପଚାରିଛି ମା ଆଉ ତୋ ପାଇଁ କଣ ନେଇକି ଯିବି, ନା ମୋ ପାଇଁ କିଛି ଆଣିବା ଦରକାର ନାହିଁ, ତୁ ଗୋଟେ ଯଦି ପାରିବୁ ଗୋଟେ ଭଲ ଫ୍ୟାନଟେ ଆଣିବୁ ଆଉ ଗୋଟେ ଯଦି ପାରିବୁ ଗୋଟେ ଫ୍ରିଜଟେ ଆଣିବୁ। ନା କାହିଁକି ନା ଯେତେବେଳେ ତୋର ପିଲାମାନେ ଯେତେବେଳେ ତତେ ଆଣିକି ବୃଦ୍ଧାଶ୍ରମରେ ରଖିବେ ସେତେବେଳେ ତୋ ପାଇଁ ଏଇଟା ଆବଶ୍ୟକତା ପଡିବ। ଅର୍ଥାତ୍ ଆମେ ଯେମିତି କରିବା ଆମେ ସେମିତି ପାଇବା। ଧନ୍ୟବାଦ। ଏ ଗପରୁ ଆମେ ଗୋଟେ କଥା ନିଶ୍ଚୟ ଶିଖିବା, ସମୟର ପରିବର୍ତ୍ତନ ଘଟିଛି, ମାନସିକତାର ପରିବର୍ତ୍ତନ ଘଟିଛି। ଯଦି ଆପଣ ଟିକେ ବି କଷ୍ଟ ସମୟ ଦେଇକି ବାପା ମାଙ୍କୁ ସମୟ ଦେଇ ପାରୁନାହାନ୍ତି ତାହେଲେ ଏଇ ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ। ଧନ୍ୟବାଦ।